ବର୍ତ୍ତମାନ ଆପଣମାନଙ୍କ ଆସଲା ତିନୋଟି ଗୁରୁତ୍ୱପୂର୍ଣ୍ଣ ଖବର ଯାହାକି ଛାତ୍ରଛାତ୍ରୀମାନଙ୍କ ପାଇଁ ବଡ଼ ଖବର। ଇ ଶ୍ରମ କାର୍ଡରେ ମିଳିବାକୁ ଯାଉଛି 1000 ଟଙ୍କା। ତା ସହ ପାଣିପାଗ ଅପଡେଟ୍। ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ୍ ଉପରେ ନଜର ପକାଇବା। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ଚିହ୍ନକୁ ପ୍ରେସ୍ କରିଦିଅନ୍ତୁ। ଖବର ନମ୍ବର 1, ଆସନ୍ତା 25 ତାରିଖରୁ ରାଜ୍ୟରେ ସବୁ ସ୍କୁଲ ଛୁଟି। ରାଜ୍ୟରେ ବଢ଼ିପାରେ ଖରାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନେଇଛନ୍ତି। ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଓ ପାଣିପାଗ ବିଭାଗର ଦୃଷ୍ଟିରୁ ରଖି ଚଳିତ ବର୍ଷ ଏପ୍ରିଲ 22ରୁ 24 ତାରିଖ ପର୍ଯ୍ୟନ୍ତ 3 ଦିନ ବର୍ତ୍ତମାନ ସକାଳ 6:30ରୁ 10:30 ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ। ସେହିପରି ଏପ୍ରିଲ 25 ତାରିଖ ପରେ ସବୁଠାରୁ ରାଜ୍ୟର ସରକାର ଛୁଟି ଘୋଷଣା କରିଛନ୍ତି। ଖବର ନମ୍ବର 2, ବର୍ତ୍ତମାନ ଆଜି ରାତିଠୁ ତାତିରେ ଲାଗିପାରେ ବ୍ରେକ୍। କିଛି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଦେଲା ନୂଆ ସୂଚନା। ଆଜି ରାତିରେ କନ୍ଧମାଳ, ଗଞ୍ଜାମ, ରାୟଗଡ଼, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଖବର ନମ୍ବର 3, ଜାଣନ୍ତୁ ଇ ଶ୍ରମ ପୋର୍ଟାଲରେ ଆସିଲା ବଡ଼ ଅପଡେଟ୍। ମିଳିବାକୁ ଯାଉଛି 1000 ଟଙ୍କା। ଯଦି ଇ ଶ୍ରମ ପୋର୍ଟାଲରେ ନାମ ଲେଖାଇବା ପାଇଁ ଆପଣଙ୍କ ପାଖରେ ଆଧାର, ପାସପୋର୍ଟ ଫଟୋ ଏବଂ ଚେକବୁକ୍ ଏବଂ ପାସବୁକ୍ ରହିବା ଜରୁରୀ, ଯାହାକି ଥରେ ଚେକ୍ କରିସାରିବା ପରେ ଆବେଦନ ଫର୍ମ ପୂରଣ କରିବାକୁ ହେବ, ଯାହାଫଳରେ ଆପଣ ତୁରନ୍ତ କୌଣସି ତ୍ରୁଟି ସଂଶୋଧନ ମଧ୍ୟ କରିପାରିବେ। ଇ ଶ୍ରମ ପୋର୍ଟାଲରେ ନାମ ଲେଖା ହେବ ମାତ୍ରେ ଆପଣ ଇ ଶ୍ରମ କାର୍ଡ଼ ପାଇଁ କରିପାରିବେ। ଏହା ଆପଣଙ୍କ ପାଇଁ ଆଧାର କାର୍ଡ଼ ରହିବା ଆବଶ୍ୟକ ଏବଂ ଏହା ଆଧାର ସହିତ ସଂଯୁକ୍ତ ହେବା ଜରୁରୀ। ଏହି ଯୋଜନାରେ ଆପଣମାନେ 500ରୁ 1000 ଟଙ୍କା ମାସିକ କିସ୍ତି ଉପଲବ୍ଧ। ଏହି କାର୍ଡ଼ ମାଧ୍ୟମରେ ଆପଣମାନେ 2 ଲକ୍ଷ ଟଙ୍କା ବୀମା ଉପଲବ୍ଧ ହୋଇପାରିବ। ଯଦି ଶ୍ରମିକ ଦୁର୍ଘଟଣାରେ ମୃତ୍ୟୁବରଣ କରନ୍ତି ତେବେ ତାଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯିବ ଏବଂ ଅକ୍ଷମତା ହେଲେ ସରକାର 1 ଲକ୍ଷ ଟଙ୍କା ପ୍ରଦାନ କରିବେ।